ଓଡ଼ିଆ अस्तित्वर रक्षक ଓଡ଼ିଆ अस्मिता ଧ୍ୱଜବାହକ ଥିଲେ ଫକୀରମୋହନ ସେନାପତି। ଓଡ଼ିଶାର ଭୌଗୋଳିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ଯେଉଁ କେତେଜଣ ମହାମନୀଷୀ ଲଢ଼େଇ କରିଥିଲେ ତନ୍ମଧ୍ୟରୁ ଫକୀରମୋହନ ସେନାପତିଙ୍କ ତ୍ୟାଗ ଓ ବଳିଦାନ ଅନନ୍ୟ ଥିଲା। ଓଡ଼ିଆ ଭାବରେ ଏହି अस्मिता ପାଇଁ ଆଜି ଆମେ ସମସ୍ତେ ଗର୍ବିତ ମଧ୍ୟ। ବ୍ୟାସକବି ଫକୀରମୋହନ ସେନାପତି ଥିଲେ ଗାନ୍ଧୀ ଚେତନାର ଅଗ୍ରଦୂତ। ଗାନ୍ଧୀଜୀ କହିଥିବା କଥାକୁ ସେ ବହୁ ପୂର୍ବରୁ ନିଜ ଲେଖନୀ ଚାଳନା ମାଧ୍ୟମରେ କହିସାରିଥିଲେ। ଭାରତୀୟ ମୁକ୍ତି ସଂଗ୍ରାମର ଲୁଗା ଓ ଲୁଣ ଭଳି ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ସେ ଲେଖିଥିଲେ, ଓଳି ତଳେ ଲୁଣ କୋଟିଏ ମହଣ, ଆଉ ମୋହ କଥା ଶୁଣ, ବୋଇଲେ କି ହେବ, ଖାଇବାକୁ ହେବ ଲିଭର ପୋଲୁ ଲୁଣ। ସେହିପରି ଲୁଗା ଉପରେ ସେ ଉଲ୍ଲେଖ କରିଥିଲେ, ମଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି ତୁମ୍ଭମାନଙ୍କ ସକାଶେ, ବୁଡ଼ୁତନ୍ତୀ ବଂଶ ହେଉ ସର୍ବନାଶ, ଯାଆନ୍ତୁ ସେ ବନବାସେ। ଏଥିରୁ ତାଙ୍କର ବିଚକ୍ଷଣ ଦୂରଦୃଷ୍ଟି ଅନୁମୟ। ଦିନେ ଜନ୍ ବୋଲ୍ଟନ ଫକୀରମୋହନଙ୍କୁ ପରିଚିତ କରାଇଥିଲେ ଇଂଲଣ୍ଡରେ। 6 ମାଣ 8 ଗୁଣ୍ଠ ପ୍ରଖ୍ୟାତ ଲେଖକ ରବିଶଙ୍କର ମିଶ୍ର, ସତ୍ୟପ୍ରକାଶ ମହାନ୍ତି, ଯତୀନ୍ଦ୍ର କୁମାର ନାୟକ, ପଲ୍ ସେଣ୍ଟ ପିଟରଙ୍କ ଦ୍ୱାରା 6 ଏକର୍ସ ଆଣ୍ଡ ଏ ଥାର୍ଡ଼ ଶୀର୍ଷକରେ ଇଂରାଜୀରେ ଅନୁବାଦିତ ହୋଇଛି। ଏହାକୁ ଛାପିଛନ୍ତି ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ପ୍ରେସ୍। ଏହାଛଡ଼ା ଆମେରିକାର 3 ବିଶିଷ୍ଟ ପ୍ରଫେସର ପଲ୍ ଏଲ୍ ସାୱେବେର, କ୍ଲାୟର ହୋରାନ ଓ ଉଲ୍କା ଅଞ୍ଜାରିଆ 6 ମାଣ 8 ଗୁଣ୍ଠର ଉଚ୍ଚକୋଟୀର ମୂଲ୍ୟାୟନ କରିଛନ୍ତି। ଏହାଦ୍ୱାରା ଆମେରିକାର ସାହିତ୍ୟ ପିପାସୁଙ୍କ ଦୃଷ୍ଟିକୁ ଆସିପାରିଛନ୍ତି ଫକୀରମୋହନ। ମୋଟାମୋଟି କହିବାକୁ ଗଲେ ଆମେ ଜାତୀୟ ସ୍ତରରେ ଯଥାର୍ଥ ଭାବେ ଫକୀରମୋହନ ସାହିତ୍ୟର ଯୁଗାନ୍ତକାରୀ ବିଭବକୁ ପ୍ରତିଷ୍ଠା କରାଇ ପାରୁନାହୁଁ କିମ୍ବା ଏ ଦିଗରେ ସମଷ୍ଟିଗତ ଉଦ୍ୟମ ହୋଇନାହିଁ। ଲଛମା, ପ୍ରାୟଶ୍ଚିତ ଆଦି ଇଂରାଜୀରେ ଅନୁବାଦିତ ହୋଇପାରିନଥିବା ବେଳେ ତାଙ୍କର ଗଦ୍ୟ ରଚନା, ଅଣଗଳ୍ପ କବିତା ଅନୁବାଦିତ ହୋଇନାହିଁ। ଇଂରାଜୀକୁ ଛାଡ଼ିଦେଲେ ପ୍ରାନ୍ତୀୟ ଭାଷାରେ ଏପରିକି ହିନ୍ଦୀ ଓ ବଙ୍ଗଳାରେ ମଧ୍ୟ ଆଶାନୁରୂପ ଭାବେ ଫକୀରମୋହନଙ୍କ ସାହିତ୍ୟକୃତି ଅନୁବାଦିତ ହୋଇପାରିନାହିଁ। ଏ ଦିଗରେ ସୁଧୀ ସମାଲୋଚକ, ସାହିତ୍ୟିକ ତଥା ସାହିତ୍ୟକର୍ମୀ ସେବୀ ପୃଷ୍ଠପୋଷକ ବୈଜ୍ଞାନିକ ପଦ୍ଧତିରେ ତାହାର ତୁଳନାତ୍ମକ ବିଚାର ରଖି ସର୍ବଭାରତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇବା ନିତାନ୍ତ ଜରୁରୀ। ଏହାକୁ ପରମ ଜାତୀୟ କର୍ତ୍ତବ୍ୟ ଓ अस्मिତାର ପ୍ରଶ୍ନ ମନେକରି ଦ୍ୱିଗୁଣ ଉତ୍ସାହ ଦେଖାଇଲେ ଯାଇ ଏହା ସମ୍ଭବ ହୋଇପାରିବ। ଏଥିରୁ ତାଙ୍କର ବିଚକ୍ଷଣ ଦୂରଦୃଷ୍ଟି ଅନୁମେୟ। ସାଧାରଣ ସାମାଜିକ ଚଳଣୀକୁ ନେଇ ତାଙ୍କର ଲେଖଣୀ ଚାଳନା ତଥା ଓଡ଼ିଆ ସାହିତ୍ୟକୁ ତାଙ୍କର ଅଭୂତପୂର୍ବ ଯୋଗଦାନ ଚିରସ୍ମରଣୀୟ। ଯେଉଁଠି ସମ୍ଭାବନା ସରି ଆସୁଥାଏ ତ ସେଇଠି ସାହିତ୍ୟ ତିଆରି କରେ ସମ୍ଭାବନାର ଉଜ୍ଜ୍ୱଳ ପୃଥିବୀ। ଏପରିକି ଜୀବନକୁ ପ୍ରଦାନ କରେ ଅସଲ ଭୂମି। ତେବେ ସାହିତ୍ୟ ସବୁବେଳେ କଳ୍ପନା ପ୍ରେରିତ ନୁହେଁ, ବରଂ ସେଥିରେ ଥାଏ ଲୋକତନ୍ତ୍ରର ଉତ୍ଥାନ ପାଇଁ ପ୍ରେରଣା। ଠିକ୍ ସେହିପରି ଭାଷା ସାହିତ୍ୟର ସହଯୋଗରେ ଫକୀରମୋହନ ନିର୍ମାଣ କରିଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଆଧୁନିକ ଓଡ଼ିଆ ଗଳ୍ପର ଜନକ ଭାବେ ତାଙ୍କର ଖ୍ୟାତି ଅବିସମ୍ବାଦିତ। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ରେବତୀ ଗଳ୍ପ ଓ 6 ମାଣ 8 ଗୁଣ୍ଠ ଉପନ୍ୟାସ ଫକୀରମୋହନଙ୍କ ଆଦ୍ୟ ସୃଷ୍ଟି ହୋଇଥିଲେ ହେଁ ଏହା ତାଙ୍କର ଶ୍ରେଷ୍ଠ ରଚନା। ଏହି ଦୁଇ ରଚନାର ମର୍ଯ୍ୟାଦା ସମୟକ୍ରମେ ବଢ଼ି ବଢ଼ି ଚାଲିବା ସହ ଅଧିକରୁ ଅଧିକ ସତେଜ ଲାଗୁଛି, ସାମ୍ପ୍ରତିକ ମନେ ହେଉଛି। ସମାଲୋଚନାର ଯେତେ ପ୍ରକାର ପଦ୍ଧତି ଆବିଷ୍କୃତ ହେଉଛି ସବୁଥିରେ ଉତ୍ତୀର୍ଣ୍ଣ ହେବା ସହ ଏହାର ନୂଆ ନୂଆ ଦିଗ ଉନ୍ମୋଚିତ ହେବାରେ ଲାଗିଛି। ମହତ୍ ସାହିତ୍ୟ ସୃଷ୍ଟି ସହସ୍ର କୋଟିଯୁକ୍ତ ହୀରାଖଣ୍ଡ ପରି। ଏହାର ଦ୍ୟୁତି କେତେବେଳେ ସ୍ୱାଭାବିକ ବିକୀର୍ଣ୍ଣ ହୋଇଉଠିବ ପୂର୍ବରୁ ଅନୁମାନ କରି ହୁଏ ନାହିଁ। ରେବତୀ ରଚନାର 100 ବର୍ଷ ପୂର୍ତ୍ତି ଏବଂ ନିକଟରେ ଓଡ଼ିଶାର କେତେକ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ଫକୀରମୋହନଙ୍କ ରେବତୀ ଓ ଆଜିର ରେବତୀକୁ ଆଧାର କରି ଅନେକ ଗଳ୍ପ ରଚନା କରିଛନ୍ତି। ସେ ଭିତରୁ କିଛି ଗଳ୍ପ ସାହିତ୍ୟିକ ତଥା ସୁଧୀ ସମାଲୋଚକ ମହଲରେ ଆଦୃତି ଲାଭ କରିଛି। ହେଲେ ତାହା ଫକୀରମୋହନଙ୍କ ରେବତୀର ଦ୍ୟୁତି ଓ ଦୀପ୍ତିର ପାଖ ବି ମାଡ଼ିପାରେ ନାହିଁ। 6 ମାଣ 8 ଗୁଣ୍ଠର ରଚନାକାଳ 1897ରୁ 1898 ମଧ୍ୟରେ, କିନ୍ତୁ ପୁସ୍ତକ ଆକାରରେ ଆତ୍ମପ୍ରକାଶ କରେ 1902 ମସିହାରେ। ଏହା ଊନବିଂଶ ଶତାବ୍ଦୀର ପ୍ରଥମ 40 ବର୍ଷର ସାମାଜିକ ଜୀବନର ଆଲେଖ୍ୟ। ଏଥିରେ ସାମାଜିକ, ନୈତିକ ଓ ରାଜନୈତିକ ପ୍ରଯୋଜନା ଅଛି ଏବଂ ସାମାଜିକ ଜୀବନର ଛବିକୁ ଜୀବନ୍ତ ଚରିତ୍ର ଚିତ୍ରଣ ଓ ଚାଟୁଳ ହାସ୍ୟରସ ପରିବେଷଣରେ ଫକୀରମୋହନ ପ୍ରତିଟି ଚରିତ୍ରକୁ ନ୍ୟାୟ ଦେବାରେ ଯେଉଁ ବିଚାର ରଖିଛନ୍ତି ତାହା ଅପୂର୍ବ। ସବୁଠାରେ ପୁନର୍ବିଚାରର ଅବକାଶ ରହିଛି। ସେ ଯେଉଁ ଓଡ଼ିଶାର ସ୍ୱପ୍ନ ଦେଖୁଥିଲେ ସେହି ରାଜ୍ୟ ପ୍ରତିଷ୍ଠା ବିଷୟକୁ କେନ୍ଦ୍ର କରି ଆଖ୍ୟାୟିକା ଗଢ଼ିଛନ୍ତି। ଏଥିରେ ଓଡ଼ିଆ ସମାଜ ସଂସ୍କୃତିର ବ୍ୟର୍ଥତା ଓ ସମସ୍ୟାକୁ ବିଶ୍ଳେଷଣ କରାଯାଇଛି। ପୁନର୍ଗଠନର ସୁନ୍ଦର ଯୋଜନା ଉପସ୍ଥାପିତ ହୋଇଛି। ମାତୃଭାଷା ପାଇଁ ଚିରଜାଗ୍ରତ ଫକୀରମୋହନଙ୍କ ଶୟନେ ସ୍ୱପନେ ଜାଗରଣେ ଗୋଟିଏ ଧ୍ୟାନ ଗୋଟିଏ ଚିନ୍ତା, ମୋ ଦେଶ ମୋ ଜାତି, ମୋ ଭାରତ ମୋ ଓଡ଼ିଶା। ଓଡ଼ିଆଙ୍କ ଜାତୀୟ ନିଷ୍କ୍ରିୟତା ଓ ସାମାଜିକ ଦୋଷ ଦୁର୍ବଳତାକୁ ଦୂର କରିବା ଦିଗରେ ସେ ସତତ ପ୍ରୟାସୀ ଥିଲେ। ସେ ଥିଲେ ଜଣେ ସ୍ୱାଭିମାନୀ ସଂଗ୍ରାମୀ, ନିପୁଣ ସେନାପତି।
କେତେକ ବଙ୍ଗୀୟ ବୁଦ୍ଧିଜୀବୀଙ୍କ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନର କଡ଼ା ଜବାବ ଦେଇ ଓଡ଼ିଆ ଭାଷାର